ସମସ୍ତଙ୍କୁ ପୁନର୍ବାର ଏହି ଅଧ୍ୟାୟରେ ଆପଣମାନଙ୍କୁ ମୁଁ ସ୍ୱାଗତ ଜଣାଏ। ଆସନ୍ତୁ ଅଳ୍ପ ସମୟ ଆମମାନେ ଆଜି ଏହି ସମୟରେ ଈଶ୍ୱରଙ୍କର ବାକ୍ୟରେ ଆମମାନେ ପ୍ରତ୍ୟେକ ଭାଇ ଭଉଣୀମାନେ ଯେଉଁମାନେ ବର୍ତ୍ତମାନ ଏହି ଦିନ ଗୁଡ଼ିକରେ ପରୀକ୍ଷା ଦେଉଛନ୍ତି ସେମାନଙ୍କୁ ପରାମର୍ଶ ସେମାନଙ୍କୁ ଉତ୍ସାହିତ କରିବା ପାଇଁ ବାଇବଲରୁ ଆମମାନେ କେତୋଟି ବିଷୟ ପାଠ କରିବା। ତେଣୁ ଏହି କ୍ରମରେ ଆପଣମାନଙ୍କୁ ମୁଁ ସ୍ୱାଗତ ଜଣାଏ। ଆଜି ଆମମାନେ ଦେଖୁଛୁ ଆମମାନଙ୍କର ପ୍ରିୟ ଭାଇ ଭଉଣୀମାନେ ଯେଉଁମାନେ ଏକ୍ଜାମ୍ ଦେଉଛନ୍ତି 10th +2 ଏବଂ ଅନ୍ୟାନ୍ୟ କ୍ଲାସ୍ର ସେମାନେ ଏକ୍ଜାମ୍ ଦେଉଛନ୍ତି। ପରୀକ୍ଷା ବା ଏକ୍ଜାମ୍ ସମୟ ଆସିଲେ ଆମମାନେ ଜାଣିଅଛୁ ଯେ ଅନେକ ଭାଇ ଭଉଣୀମାନେ ତତ୍ପର ହୋଇଥାନ୍ତି। ପରୀକ୍ଷା ସମୟରେ ହିଁ ସେମାନେ ବହୁତ ସମୟ ଅଧ୍ୟୟନ କରିଥାନ୍ତି, ଷ୍ଟଡି କରିଥାନ୍ତି। କିନ୍ତୁ ଆମମାନେ କେତୋଟି ବେସିକ୍ ବିଷୟ ଆଲୋଚନା କରିବା ଯାହାକି ଜଣେ ପରୀକ୍ଷାର୍ଥୀଙ୍କ ପାଇଁ ଅତି ଆବଶ୍ୟକ ବା ଏହି ବିଷୟ ସାହାଯ୍ୟ କରିଥାଏ। ତେବେ ଆସନ୍ତୁ ଆମମାନେ ଦେଖିବା ଜଣେ ପରୀକ୍ଷାର୍ଥୀ ସେ ପୁଅ କିମ୍ବା ଝିଅ ସେ ଭାଇ କିମ୍ବା ଭଉଣୀ ପ୍ରଥମ ବିଷୟ ସେ ପ୍ରାର୍ଥନା କରିବା ଆବଶ୍ୟକ। ବର୍ଷ ତମାମ ସେ ଯେଉଁ ସବଜେକ୍ଟ ଗୁଡ଼ିକରେ ସେ ଅଧ୍ୟୟନ କରିଅଛି ଆଉ ସେ ଏକ୍ଜାମ୍ ଦେବ, ଆନୁଆଲ୍ ଏକ୍ଜାମ୍ ଦେବେ, ତ ପ୍ରଥମ କାମ ହେଲା ପ୍ରାର୍ଥନା। ଆମମାନଙ୍କର ଜୀବନରେ ସବୁ କାର୍ଯ୍ୟ ପୂର୍ବରୁ ପ୍ରଥମ ବିଷୟ ପ୍ରାର୍ଥନା ରହିବା ଆବଶ୍ୟକ। ଯେହେତୁ ଆମମାନେ ଯେତେ ମଧ୍ୟ ଅଧ୍ୟୟନ କଲେ ମଧ୍ୟ ଯେତେ ଆମମାନେ ଷ୍ଟଡି କଲେ କିନ୍ତୁ ଈଶ୍ୱରଙ୍କର ଅନୁଗ୍ରହ ଈଶ୍ୱରଙ୍କର ଆଶୀର୍ବାଦ ବିନା ଆମମାନେ କୌଣସି ସଫଳତା ପାଇପାରିବା ନାହିଁ। ତେଣୁ ସର୍ବପ୍ରଥମେ ପ୍ରାର୍ଥନା ଆବଶ୍ୟକ ରହିଅଛି, ଯାହାକି ଆମମାନେ ବାଇବଲରୁ ଫିଲିପି ପୁସ୍ତକ 4:6 ଲେଖାଯାଏ। ସମସ୍ତ ବିଷୟ ନିମନ୍ତେ ଆମମାନେ ପ୍ରାର୍ଥନା କରିବା ଆବଶ୍ୟକ। ଦ୍ୱିତୀୟ ବିଷୟ ମୁଁ କହିବା ପାଇଁ ଚାହେଁ ତାହା ହେଲା ଆଉ ଯଦି ଆମମାନେ କୌଣସି ସବଜେକ୍ଟରେ ଆମମାନେ ଦୁର୍ବଳ ଅଛୁ, ଆମମାନଙ୍କର କୋଚିଂ ପରେ ମଧ୍ୟ ଟ୍ୟୁସନ୍ ପରେ ମଧ୍ୟ ଆମମାନଙ୍କର ସବଜେକ୍ଟ ୱିକ୍ ଅଛି, ଆମମାନେ ଆଉ ଗୋଟିଏ କାର୍ଯ୍ୟ କରିବାକୁ ହେବ, ତାହା ହେଲା ପ୍ରଭୁଙ୍କ ଠାରେ ନିଜକୁ ଶୂନ୍ୟ କରି ପ୍ରାର୍ଥନା କରିବା। ଲେଖାଯାଏ ଯାହାର ଯଦି ଜ୍ଞାନର ଅଭାବ ଅଛି, ଜ୍ଞାନର ଅଭାବ ଥିଲେ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁ। ଯାକୁବ 1:5 ଲେଖାଯାଏ। ଦ୍ୱିତୀୟ ବିଷୟ ଆମେ ଦ୍ୱିତୀୟ ବିଷୟ ଦେଖିବା ପ୍ରସ୍ତୁତି, ପ୍ରିପାରେସନ୍। ପ୍ରିୟ ଭାଇ ଭଉଣୀ ମାନେ ଆମେ ଜାଣିଅଛୁ ଅନେକ ଭାଇ ଭଉଣୀ ମାନେ ଏକ୍ଜାମ୍ ସମୟରେ ସେମାନେ ପ୍ରସ୍ତୁତ ହୋଇଥାନ୍ତି। କିନ୍ତୁ ମୁଁ କହିବା ପାଇଁ ଚାହେଁ ଆମମାନେ ଯେତେବେଳେ ବର୍ଷ ତମାମ ଆମମାନଙ୍କ ପାଖରେ ସମୟ ରହିଛି, ଆମମାନେ ପ୍ରତ୍ୟେକ ସବଜେକ୍ଟକୁ ପ୍ରତ୍ୟେକ ଷ୍ଟଡି ସମୟରେ ଆମମାନେ ପ୍ରସ୍ତୁତିର ସହିତ ଆମମାନେ ଅଧ୍ୟୟନ କରିବା ଆବଶ୍ୟକ ରହିଅଛି। ପ୍ରିପାରେସନ୍ ଉତ୍ତମ ରୂପେ ପ୍ରସ୍ତୁତିର ଆବଶ୍ୟକ ରହିଅଛି। ଆମମାନେ ଅନେକ ଭାଇ ଭଉଣୀମାନଙ୍କୁ ଦେଖିଛୁ ଯେଉଁମାନେ ପରୀକ୍ଷା ସମୟରେ ହିଁ ଆଉ ସେମାନେ ପ୍ରସ୍ତୁତ ହେବାକୁ ଆରମ୍ଭ ହୁଅନ୍ତି। ପରୀକ୍ଷା ସମୟରେ ସେମିତି ନୁହେଁ। ମୋର ପ୍ରିୟ ଭାଇ ଭଉଣୀମାନେ ଆମମାନେ ଏହି ଦିନ ଗୁଡ଼ିକରେ ଉତ୍ସାହ କରୁଅଛୁ ଆପଣ ଯେଉଁ ଯେଉଁ ସବଜେକ୍ଟ ଆଗକୁ ଅଛି ଆଉ ଯେଉଁ ସବଜେକ୍ଟ ଆପଣ ଦେଇସାରିଛନ୍ତି ଏଇ ଉପରେ ଆପଣ ଧ୍ୟାନ ଦେବା ଦରକାର। ଯେଉଁ ନେକ୍ସଟ ସବଜେକ୍ଟ ଗୁଡ଼ିକରେ ଆପଣ ଉତ୍ତମ ରୂପେ ପ୍ରସ୍ତୁତ ହୁଅନ୍ତୁ। କିଛି ଭାଇ ଭଉଣୀମାନେ କୌଣସି ପ୍ରସ୍ତୁତି ହେବେ ନାହିଁ, ସିଧା ଯାଇ ଏକ୍ଜାମ୍ ଦେବେ। ତେଣୁ ଦ୍ୱିତୀୟ ବିଷୟ ହେଲା ପ୍ରସ୍ତୁତ। ତୃତୀୟ ବିଷୟଟି ହେଲା ଆମମାନେ ପରୀକ୍ଷା ପାଇଁ ମଧ୍ୟ ଉତ୍ସାହିତ ହେବା ଆବଶ୍ୟକ। ବିଦ୍ୟାର୍ଥୀମାନେ ଯେଉଁମାନେ ପରୀକ୍ଷାର୍ଥୀମାନେ ଉତ୍ସାହର ସହିତ ଆପଣମାନେ ପରୀକ୍ଷା ଦିଅନ୍ତୁ। କୌଣସି ବିଷୟକୁ ନେଇ ଆପଣ ନିରୁତ୍ସାହିତ ହୁଅନ୍ତୁ ନାହିଁ। ଏବଂ ମୁଁ ଅଭିଭାବକମାନଙ୍କୁ କହିବା ପାଇଁ ଚାହେଁ
गार्डियन मान को कहवाई चाहे आपण मानकर पुओ झील मान आपण मान भाई भणी मान उत्साह प्रदान करंतु। ए परीक्षा काल रे परीक्षा समय कौन सी विषय रे समान को निरुत्साहित करंतु नाही बरं परस्पर को उत्साह करंतु। द्वितीय करंतु पुस्तक 13 अध्याय 11 पद एवं तीतस पुस्तक 2 अध्याय 6 पद लिखा जाए आमने परीक्षार्थी मान को उत्साहित करवा यही उत्साह देवा समान को पाए बहुत बड़ एक पॉजिटिव रो विषय हबो। एवं आमने चतुर्थ विषय मु कहवा पाए चाहे ताहा हला समय जो समय कि आपण मानकू ठीक सठिक टाइम अच्छी आपण घर केते बेलू बाहरिबे एवं एग्जाम हॉल रे आपण केते बेले पहुंचबा आवश्यक एडमिट कार्ड चेकआउट होउची एवं सब विषय आपण सठिक समय रे करिया पाई यत्नवान हुवंतु। आपण जदि समय पूर्वरु पहुंचु नाहंती आपण लॉस करूछंती। आपण समय पूर्वरु पहुंचंतु परीक्षा हॉल को आपण समय रे उठंतु आपण एई दिन गुडी करे समय बाहर करंतु एवं आपण अध्ययन करिया पाई सुयोग पाइबे। प्रिय भाई भणी माने मु कहवा पाई चाहे प्रत्येक विषय जेपरि समय अछि। पृथ्वीर बहुत बड़ ज्ञानी सलोमन कहती सबु विषय समय अछि तेणु आपण को जो वर्ष तमाम समय दिया जाइथिला ताहार आपण एग्जाम देबे परीक्षा देबे तेणु ए एग्जाम समय परीक्षा समय आपण समय को सदुपयोग करंतु। एवं पंचम विषय हैला क्विक वा तत्पर हेबा। परीक्षा समय आलस्य जीवन आद्य भलो नाही। परीक्षा समय आपण तत्पर हेबा आवश्यक। याकूब पुस्तक 1 अध्याय 19 पद लिखा जाए आपण तत्पर हेबा आवश्यक। ठीक टाइम रे उठिबा दरकार। कौन सी जे कौन सी सब्जेक्ट अछि ताहाकू दृष्टि रखिबा आवश्यक तेणु आपण तत्पर हेबा आवश्यक। षष्ठ विषय ए परीक्षा काल रे आपण कौन सी परिवार विषय बंधु मान विषय किंबा आर्थिक विषय एपरि कौन सी निर्दिष्ट विषय को नहीं चिंता करंतु नाही। चिंता करिबा अनुचित परीक्षा समय। प्रिय भाई भौणी माने यू डू नॉट वरी आपण प्रत्येक सब्जेक्ट को बिना चिंता रे एग्जाम अटेंड करंतु। जो सब्जेक्ट गुडी को अतिबाहित होय अछि से विषय आ चिंता करंतु नाही किंतु जो सब्जेक्ट आगो को आपण देबे से सब्जेक्ट ऊपर आपण मनोयोगी हुंतु। आपण सेथि पई प्रस्तुत हुंतु जेपरि बाइबल रो प्रथम पीतर 5 अध्याय 7 पद लिखा जाए जे कौन सी विषय रे चिंतित हुंतु नाही। प्रभु आपण मान को आशीर्वाद करंतु। प्रभु आपण मान को अनुग्रह करंतु। जेते परीक्षार्थी भाई भणी माने आपण माने चिंता करंतु नाही। समस्त चिंतार भार प्रभु को निकट रे आपण अर्पण करंतु। एवं सप्तम विषयटी हला एकाग्रता कंसंट्रेट। आपण परीक्षा विषय रे मनोयोगी हुंतु एकाग्रता रक्षा करंतु। आपण प्रार्थना विषय रे मनोयोगी हुंतु आपण अध्ययन उपरे मनोयोगी रखंतु। अन्य कौन सी विषय रे आपण निजर मन दियंतु नाही परीक्षा समय रे। प्रिय भाई भौणी माने होय तो ए विषय ए छोट छोट विषय आपण को उत्साहित करि पारे साहाय्य करि पारे। तेणु आपण मान को आउ गोटे विषय कहया पई चाहे ताहेला कॉन्फिडेंट। आपण भरोसा रखंतु। आपण जो सब्जेक्ट गुडी करे अटेंड करूचंती एग्जाम दउचंती आपण भरोसा रखंतु प्रभु को ऊपर। आपण भरोसा रखंतु आपणकर एग्जाम पेपर ऊपर। प्रिय भाई भौणी माने जेहेतु आमान को जीवन रे भरोसा नितांत आवश्यक रही अछि रोमी पुस्तक 8 अध्याय 25 पद रे लिखा जाए। तेणु मु आपण मान को कहबा को चाहे परीक्षा जो समय आपण देउचंती
ଆପଣ ବି କନଫିଡେଣ୍ଟ ଭରସା ସହିତ ଦିଅନ୍ତୁ, ପ୍ରଫୁଲ୍ଲ ମନରେ ଦିଅନ୍ତୁ, ପ୍ରେସରରେ ଦିଅନ୍ତୁ ନାହିଁ, ଆପଣ ଚିନ୍ତାରେ ରୁହନ୍ତୁ ନାହିଁ। ଏବଂ ନବମ ପଦ, ନବମ ବିଷୟ, ଯେଉଁ ବିଷୟ ଆପଣମାନଙ୍କୁ ମୁଁ ଉତ୍ସାହିତ କରିବା ପାଇଁ ଚାହେଁ ତାହା ହେଲା କମିଟମେଣ୍ଟ। କମିଟ୍ କରନ୍ତୁ, ଆପଣ ସମର୍ପିତ ହୁଅନ୍ତୁ। କେଉଁ ବିଷୟରେ ନା ଆପଣଙ୍କର ପରୀକ୍ଷା ଦେଇଥିବା ପ୍ରତ୍ୟେକ ସବଜେକ୍ଟକୁ, ପ୍ରତ୍ୟେକ ବିଷୟକୁ ଆପଣ ପ୍ରଭୁଙ୍କ ଠାରେ ସମର୍ପଣ କରନ୍ତୁ, କମିଟ୍ କରନ୍ତୁ। ଯେପରିକାର ବାଇବଲ ଲେଖାଯାଏ ହିତୋପଦେଶ 16 ଅଧ୍ୟାୟ 3 ପଦରେ, ସଦା ପ୍ରଭୁଙ୍କର ନିକଟରେ ତୁମର କାର୍ଯ୍ୟ ସମର୍ପଣ କର। ଆମମାନେ ଈଶ୍ୱରଙ୍କ ନିକଟରେ ଆମମାନଙ୍କର ସବୁ କାର୍ଯ୍ୟ, ଆପଣ ଦେଇଥିବା ପ୍ରତ୍ୟେକ ସବଜେକ୍ଟକୁ, ସବୁ ଏକ୍ଜାମକୁ ପ୍ରଭୁଙ୍କ ଠାରେ ସମର୍ପଣ କରନ୍ତୁ। ପ୍ରଭୁ ନିର୍ଦ୍ଧାରଣ କରିବେ, ପ୍ରଭୁ ଆପଣଙ୍କର ଏକ୍ଜାମ ଦେଇଥିବା ବିଷୟକୁ ନିର୍ଣ୍ଣୟ କରିବେ। ତେଣୁ ଆପଣ ପ୍ରଭୁଙ୍କ ଠାରେ ଭରସା ରଖନ୍ତୁ। ଏବଂ ଶେଷ ପଦ ଆପଣମାନଙ୍କୁ ମୁଁ ଉତ୍ସାହ କରିବା ପାଇଁ ଚାହେଁ ଯେ ସବୁ ବିଷୟର, ସବୁ ଏକ୍ଜାମ ଆପଣ ଯାହା ଫେସ୍ କଲେ, ପରୀକ୍ଷା ଶେଷରେ ଆପଣ ପ୍ରାର୍ଥନା କରିକି ଏକ୍ଜାମରୁ ବାହାରନ୍ତୁ। ଏକ୍ଜାମ ହଲରୁ ଆପଣ ପ୍ରାର୍ଥନା କରିକି ବାହାରନ୍ତୁ। ପ୍ରଥମେ ଆପଣ ପ୍ରାର୍ଥନା କରିକି ଏକ୍ଜାମ ଆରମ୍ଭ କରିଥିଲେ, ଆଜି ପରୀକ୍ଷା ଶେଷରେ ମଧ୍ୟ ଆପଣ ପ୍ରାର୍ଥନା ସହିତ ସମସ୍ତ ସବଜେକ୍ଟକୁ ଆଉ ପ୍ରଭୁଙ୍କ ଠାରେ ସମର୍ପଣ କରନ୍ତୁ ଏବଂ ପ୍ରାର୍ଥନା ସହିତ ବାହାରନ୍ତୁ। ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ, କାରଣ ପ୍ରାର୍ଥନାରେ ଆପଣ ପରିବାର ସହିତ ରୁହନ୍ତୁ, ପ୍ରାର୍ଥନା ସହିତ ଆପଣଙ୍କର ପିଲାମାନଙ୍କୁ ସମର୍ପଣ କରନ୍ତୁ। ପରୀକ୍ଷା ଦେଉଥିବା ଭାଇ ଭଉଣୀମାନଙ୍କୁ ପରିବାର ଲୋକେ, ଭାଇ ଭଉଣୀ, ବାପା ମା, ଆପଣ ପ୍ରଭୁଙ୍କ ଠାରେ ସମର୍ପଣ କରନ୍ତୁ। ମୁଁ ପ୍ରାୟ 10 ଗୋଟି ବିଷୟ କହିଲି ଯାହାକି ପ୍ରାର୍ଥନାରେ ଆରମ୍ଭ କରିଥିଲେ ଆପଣ, ଏବଂ ଦ୍ୱିତୀୟଟେ ପ୍ରସ୍ତୁତ, ଏବଂ ତୃତୀୟ ଉତ୍ସାହିତ ମନରେ ଆପଣ ପରସ୍ପରକୁ ଉତ୍ସାହ ଦେଇ ପରୀକ୍ଷା ଦିଅନ୍ତୁ ଏବଂ ସମୟର ଠିକ୍ ଉପଯୋଗ କରନ୍ତୁ ଏବଂ ତତ୍ପର ରୁହନ୍ତୁ। ପୁଣି କୌଣସି ବିଷୟରେ ଚିନ୍ତା କରନ୍ତୁ ନାହିଁ ଏବଂ ଆପଣଙ୍କର ଏକାଗ୍ରତା ପରୀକ୍ଷା ଉପରେ ବା ସବଜେକ୍ଟ ଉପରେ ରଖନ୍ତୁ ଏବଂ ଆଉ ଭରସା, କନଫିଡେଣ୍ଟ ରୁହନ୍ତୁ ଆପଣମାନେ ଏବଂ ସମସ୍ତ ବିଷୟ ପ୍ରଭୁଙ୍କ ଠାରେ ସମର୍ପଣ କରନ୍ତୁ। ପୁଣି ସବୁ ବିଷୟ ପାଇଁ ପ୍ରଭୁଙ୍କ ନିକଟରେ ପ୍ରାର୍ଥନାରେ ଅର୍ପଣ କରନ୍ତୁ। ପ୍ରଭୁ ଆପଣମାନଙ୍କୁ ସମସ୍ତଙ୍କୁ ଏହି ଏକ୍ଜାମ ଦେଉଥିବା ସମୟରେ ପ୍ରଚୁର ଭାବରେ ଆଶୀର୍ବାଦ କରନ୍ତୁ। ଆସନ୍ତୁ ଆମମାନେ ପ୍ରାର୍ଥନା କରିବା। ସ୍ୱର୍ଗ ପୃଥିବୀର ସୃଷ୍ଟିକର୍ତ୍ତା, ହେ ଆମମାନଙ୍କର ପବିତ୍ର ପିତା, ଆମେ ଧନ୍ୟବାଦର ସହିତ ଏହି ସମୟରେ ଆମମାନଙ୍କର ଏକ୍ଜାମ ଦେଉଥିବା ଭାଇ ଭଉଣୀମାନଙ୍କୁ ତୁମ ନିକଟରେ ସମର୍ପଣ କରୁଅଛୁ। ପ୍ରିୟ ପ୍ରଭୁ, ସେମାନଙ୍କ ସବୁ ସବଜେକ୍ଟ ଉପରେ ତୁମେ ଅନୁଗ୍ରହ କର। ସେମାନଙ୍କର ବର୍ଷ ତମାମର ପରୀକ୍ଷା ସେମାନଙ୍କର ପରିଶ୍ରମ, ସେ ଉପରେ ତୁମରି ଅନୁଗ୍ରହ ଆସୁ। ସେମାନେ ଯେପରି ଡିପ୍ରେସନ୍ ହେବେ ନାହିଁ, ସେମାନେ ଯେପରି ଉତ୍ସାହିତ ଭାବରେ ତୁମ ଉପରେ ଭରସା ରଖି ଏକ୍ଜାମ ଦେବେ ଏବଂ ସଫଳ ହେବେ, ଏଥିପାଇଁ ତୁମେ ଅନୁଗ୍ରହ କର। ପ୍ରିୟ ପ୍ରଭୁ, ସବୁ ପ୍ରତିବନ୍ଧକ, ସବୁ ଟେନସନ୍, ସମସ୍ତ ଆଢୁଆଳର ବିଷୟ ଆମେ ପ୍ରାର୍ଥନା କରୁଛୁ ଯୀଶୁଙ୍କ ନାମରେ ସେ ସମସ୍ତଙ୍କ ଠାରୁ ବାହାରି ଯାଉ ବୋଲି ପ୍ରଭୁ ସେମାନଙ୍କୁ ତୁମେ ସୁରକ୍ଷା ଦେଇ ଏହି ଏକ୍ଜାମ ସମୟରେ ତୁମରି ଉପସ୍ଥିତି ଦେଇ ସେମାନଙ୍କୁ ତୁମେ ଅନୁଗ୍ରହ କର, ଦୟା କର। ସବୁ ଗୌରବ ତୁମକୁ ଦେଇ ପରୀକ୍ଷା ଦେଉଥିବା ଭାଇ ଭଉଣୀମାନଙ୍କୁ ତୁମଠାରେ ସମର୍ପଣ କରି ପ୍ରାର୍ଥନା ଯୀଶୁଙ୍କ ନାମରେ ମାଗୁଅଛୁ। ଆମେନ୍।